ଆଜି ମୋ ଭିଡ଼ିଓରେ ଆପଣମାନେ ଗୋଟେ ନୂଆ ପ୍ରକାର ରେସିପି ପାଇବେ। ଏଠି ମୁଁ ନେଇଯାଇଛି କୋବି, ଭଣ୍ଡା, ଗାଜର, ମୂଳା। ମୁଁ ତାକୁ ଆଗରୁ ଧୋଇକି ତାକୁ ଭଲସେ ଧୋଇ ଦେଇଛି ଆଗରୁ। ମୁଁ ତାକୁ ଏମିତି କାଟି ଦେଉଛି ଗୋଟେ ଗୋଟେ ସାଇଜ୍ର। ସବୁ ସମାନ ପରିମାଣରେ ଆପଣମାନେ ନେବେ। ମୁଁ ଏଠି ଆଚାର ବନାଉଛି। ଏଇସବୁ ପରିବାକୁ ନେଇ ମୁଁ ଆଚାର ବନାଉଛି। ଆପଣମାନେ ତ ବିଭିନ୍ନ ପ୍ରକାର ଆଚାର ଖାଇଥିବେ, କେବେ ଏଇଭଳି ଭଣ୍ଡା, କୋବି, ଗାଜର, ମୂଳା ଆଚାର କେବେ ବନେଇକିରି ଖାଇଛନ୍ତି? ଏଇଭଳି ଆଚାର ବନେଇକି ଥରେ ଖାଆନ୍ତୁ, ଆଉ ନିଜେ ଖାଇଲେ ଜାଣିପାରିବେ ତାର ଟେଷ୍ଟ କିପରି। ମୁଁ ତାକୁ ଗରମ ପାଣିରେ ସିଝେଇ ଦେଉଛି। ତାକୁ ଗରମ ପାଣି ମୁଁ ବସେଇ ଦେଇଥିଲି, ମୁଁ ତାକୁ ଟିକେ ଫୁଟେଇ ଦେଉଛି। ଅଧାରୁ ଅଧା ଆମେ ସିଝେଇବା, ବେଶୀ ତାକୁ ସିଝେଇବାନି। ସ୍ୱାଦ ଅନୁସାରେ ଲୁଣ ପକାଇ ମୁଁ ଆକୁ 50ରୁ 70% ଆକୁ ମୁଁ ସିଝେଇ ଦେଉଛି। ମୋର ସିଝିଗଲାଣି ସବୁ ପରିବା। ମୁଁ ଆଉ ଗୋଟେ ଆପଣଙ୍କୁ ଚାମଚରେ ଦେଖେଇ ଦେଉଛି। ଆପଣମାନେ ଏଇଭଳି ପ୍ରକାର ସିଝେଇବେ। ସିଝେଇକି ତାକୁ ପ୍ରଥମେ ସିଝେଇ ଦେବେ। ଦେଖନ୍ତୁ ମୁଁ ଗୋଟେ ଚାମଚରେ ଦେଖେଇ ଦେଉଛି। ଦେଖନ୍ତୁ ଏମିତି ହିଁ ସିଝିବ। ଆମର 70% ସିଝିଲେ ଆଚାରଟି ଆମର ଭଲ ଲାଗିବ। ବିନା ଖରାରେ ମଧ୍ୟ ଆମେ ଆଚାର ବନେଇ ପାରିବେ। ଆପଣମାନେ ବିନା ଖରାରେ ଆଚାର ବନେଇ ପାରିବେ। ଏଭଳି ଗୋଟେ ଶୁଖିଲା କପଡ଼ା ନେଇଯିବେ। ଆକୁ ଫ୍ୟାନ୍ ତଳେ ହେଉ କି ଗୋଟେ ଦିନ ଖରାରେ ହେଉ ଆପଣମାନେ ଦେଇପାରିବେ। ଯଦି ଶୀତ ଦିନେ ଯଦି ଖରା ଦେଉଛନ୍ତି ତାହେଲେ ଚଳିବ। ଆଉ ଯଦି ବି ଖରା ନ ହେଉଛି କିମ୍ବା ଆପଣମାନେ ଏ ଆଚାର ବନେଇ ପାରିବେ, ଫ୍ୟାନ୍ ତଳେ ବି ଶୁଖେଇ ପାରିବେ। ଆମକୁ ଖାଲି ପାଣିଟା ଶୁଖିବାର ଅଛି। ଆମର ଏ ପାଣିଟା ଶୁଖିଯାଉ, ତା ଭିତରେ ଆମେ ରେଡ଼ି କରିବା ମସଲା। ଦେଖନ୍ତୁ ମୁଁ ଏଠି ଶୁଖେଇକି ଦେଖେଇ ଦେଉଛି ଆପଣଙ୍କୁ। ହେଇ ଦେଖନ୍ତୁ ଶୁଖିଯାଇଛି ମୋର, ପୁରା ଗୋଟି ଗୋଟି ହେଇକି ସବୁ ଅଛି। ତା ଭିତରେ ଆମେ ମସଲା ରେଡ଼ି କରିବା। ଏଠି ମୁଁ ଦେଉଛି ମସଲାରେ ଧନିଆ, ପାନମଧୁରୀ ସବୁ ସମାନ ପରିମାଣରେ ନେବେ, ଆଉ ସୋରିଷର ଭାଗଟା ଅଧିକା ରହିବ। ଏଠି ମୁଁ ଜିରା ନେଉଛି, ଧନିଆ, ପାନମଧୁରୀ, ଜିରା, ମେଥି ଅଳ୍ପ ଦେବେ, ନହେଲେ ବେଶୀ ଦେଲେ ପିତା ହେଇଯିବ। ସୋରିଷ ଏଠି ମୁଁ ଅଧିକା ଦେଉଛି। ସୋରିଷ ପାଖାପାଖି ମୁଁ 2 ଚାମଚରୁ 4 ଚାମଚ ମୁଁ ନେଇଯାଇଛି। ଧଳା ସୋରିଷ ଆଉ କଳା ସୋରିଷ ମିଶାଇକି ଦେଉଛି। ଆକୁ ହାଲକା ଆମେ ଟିକେ ଭାଜିବା, ବେଶୀ ଭାଜିବେନି, ହେଲେ ପିତା ହେଇଯିବ। କେବଳ ଟିକେ ଉଷୁମ ହେବା ଦରକାର। ଆପଣମାନେ ବିଶ୍ୱାସ କରିପାରିବେନି, ଏ ମସଲାଟାକୁ ଭାଜିଲା ବେଳେ ଜାଣିଥିବେ ଆପଣ ଆଚାର ତ ବନେଇଥିବେ। ଦେଖନ୍ତୁ ମୁଁ ହାତରେ ଧରୁଛି, ହାତରେ ଧରି ହେଉଛି, ତାତିଗଲାଣି। এই ସମୟରେ ଗ୍ୟାସ୍ ବନ୍ଦ କରିଦେବା। ତାକୁ ସବୁ ମସଲାକୁ ବାହାର କରିଦେବା। ଆମେ ତାକୁ ଦରଦରା ଗ୍ରାଇଣ୍ଡିଙ୍ଗ କରିବାର ଅଛି। ଆଚାର ବନେଇଥିବେ ଆଉ ଜାଣିଥିବେ, ଏଇ ମସଲା ରେଡ଼ି କଲାବେଳେ ତାର ଯେଉଁ ବାସ୍ନା ଘର ପୁରା ମହକି ଉଠିଥିବ। ତା ସହିତ ମୁଁ କିଛି କଞ୍ଚା ଲଙ୍କା ପକାଇ ଦେଉଛି। ତାପରେ ଅଦା ଆଉ ଯେଉଁ ମସଲାକୁ ମୁଁ ରଖିଥିଲି ସେଇ ମସଲା, ତାପରେ ଆମଚୁର ଗୁଣ୍ଡ, ହଳଦୀ, ଶୁଖିଲା ଲଙ୍କା, ଲଙ୍କାଗୁଣ୍ଡ, ତାପରେ ହେଙ୍ଗୁ। ମନେ ରଖିଥିବେ ଆଚାରରେ ହେଙ୍ଗୁ ନିହାତି ଭାବରେ ପକାଇବେ। ହେଙ୍ଗୁର ଯେଉଁ ବାସ୍ନା ସେ ବହୁତ ଭଲ ଲାଗିଥାଏ। ତାପରେ ସୋରିଷ ତେଲ ମୁଁ ଗରମ କରିଦେଇଥିଲି। ଗରମ ବେଶୀ ଗରମ ଥାଇକି ସୋରିଷ ତେଲ ପକାଇବେନି, ହାଲକା ନଖ ଉଷୁମ ଥିବ সেই ସମୟରେ ପକାଇବେ। ଏସବୁ ରେଡ଼ି କଲାବେଳକୁ ଯେଉଁ ବାସ୍ନାଟା ବହୁତ ଭଲ ଲାଗୁଥାଏ। ଇଚ୍ଛା ହେଉଥାଏ ଖାଇବା ପାଇଁ। ସାଙ୍ଗେ ସାଙ୍ଗେ ମଧ୍ୟ ଆକୁ ବନେଇକି ଖାଇପାରିବେ। ମୁଁ ଏଠି କଳା ଜିରା ଦେଉଛି, ଆଉ ଧଳା ସୋରିଷ ଅଳ୍ପ ପକାଇ ଦେଉଛି। ଆଉ ସ୍ୱାଦ ଅନୁସାରେ ଟିକେ ଲୁଣ ପକାଇଦେବା। ଆଉ ପଛରେ ଟିକେ ଆମେ ଦେଇଦେବା ଭିନେଗାର। ଭିନେଗାର ଦେଲେ କ'ଣ କି ଆମର ଆଚାରଟା ବହୁତ ଦିନ ପର୍ଯ୍ୟନ୍ତ ରହିବ। ଆକୁ ସାଙ୍ଗେ ସାଙ୍ଗେ ବନେଇକି ଖାଇପାରିବେ, ମାସେ ପର୍ଯ୍ୟନ୍ତ ବି ରଖିପାରିବେ। ରଖିକି ଆପଣମାନେ ଖାଇପାରିବେ। ମୋ ଆଚାର ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଲାଇକ୍ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର। ରେଡ଼ି ହେଇଗଲା ଆମର ଆଚାର।